ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧୁର ନାମରେ ପ୍ରେଜ୍ ଦ ଲର୍ଡ। ଆଜିର ଏହି ଦୁଃଖଦାୟକ ଘଟଣା ମଧ୍ୟରେ ଓଡ଼ିଶା ମାଟି ଆଜି ଝୁରୁଅଛି ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଲ। ଅପେକ୍ଷାରେ କେବଳ ତାଙ୍କରି ସୁର। ହଁ ପ୍ରିୟ ବନ୍ଧୁଗଣ, ଏହା ଆମମାନଙ୍କର ସମୁଦାୟ ଖ୍ରୀଷ୍ଟୀୟ ସମାଜ ପାଇଁ ଅତି ଦୁଃଖଦାୟକ ଘଟଣା, କିନ୍ତୁ ବାସ୍ତବତାରେ ଏହା ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ ବିଷୟ ଅଟେ। ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଲଙ୍କ ମୁଖରୁ ମରଣ ସମ୍ବନ୍ଧୀୟ ଈଶ୍ୱରଙ୍କ ବାଣୀ ସେ ରଖି ଚାଲି ଯାଇଅଛନ୍ତି। ଆସନ୍ତୁ ପ୍ରିୟ ବନ୍ଧୁଗଣ, ଯେତେବେଳେ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଲ ଏହି ଧରାପୃଷ୍ଠରେ ଥିଲେ, ସେ ମରଣ ସମ୍ବନ୍ଧୀୟ ଈଶ୍ୱରଙ୍କ ବାକ୍ୟ ଏ ଓଡ଼ିଶା ମାଟି ଏବଂ ସାରା ବିଶ୍ୱରେ ସେ ଈଶ୍ୱରୀୟ ଆଦର୍ଶ ଜୀବନ ଦେଖାଇ ସେ ଈଶ୍ୱରଙ୍କ କୂଳକୁ ଚାଲି ଯାଇଅଛନ୍ତି। ହଁ ପ୍ରିୟ ବନ୍ଧୁଗଣ, ଏଥିପାଇଁ ତ ଅପେକ୍ଷାରେ ତାଙ୍କରି ସ୍ୱର। ଏହି ଓଡ଼ିଶା ମାଟି, ସାରା ବିଶ୍ୱ ମାଟି ଅପେକ୍ଷା କେବଳ ତାଙ୍କରି ସ୍ୱର। ବାସ୍ତବରେ ମଣିଷ ଯେତେ ନିଜକୁ ସୁରକ୍ଷିତ ବୋଲି ମନେ କଲେ ମଧ୍ୟ ମୃତ୍ୟୁ କେଉଁଠାରୁ ଆସିବ, କେଉଁ କୋଣରେ ଆସିବ, କେତେବେଳେ କାହାକୁ ନେଇଯିବ, ଏ କଥା କେହି ଜାଣନ୍ତି ନାହିଁ। ସେଥିପାଇଁ ପବିତ୍ର ଶାସ୍ତ୍ର ବାଇବଲରେ ଲେଖାଯାଏ, ତୁମମାନଙ୍କର ଜୀବନ ଅବା କଣ? କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ ଯେଉଁ ବାଷ୍ପ, ତାହାରି ପରି ତ ତୁମମାନଙ୍କର ଜୀବନ। ବାଷ୍ପ ଆପଣ ଦେଖିଥିବେ, ରୋଷେଇ କଲାବେଳେ ବାମ୍ଫ ଉଠେ, ବାଷ୍ପ ଉଠେ। ସେଇ ବାଷ୍ପ ଗୋଟିଏ କ୍ଷଣ ଆମମାନଙ୍କ ଦୃଷ୍ଟିଗୋଚର ହୁଏ, ଆଉ ପର କ୍ଷଣରେ ପବନରେ ମିଳେଇଯାଏ। ମନୁଷ୍ୟର ଜୀବନ ମଧ୍ୟ ସେଇ ପ୍ରକାର। ଏବେ ଏବେ ଏତେ ଖୁସିରେ, ଆନନ୍ଦରେ, ଏତେ ଜାକଜମକରେ ମଣିଷ ଥାଏ, ପର ମୁହୂର୍ତ୍ତରେ ନୀରବ ହେଇଯାଏ। ସେଥିପାଇଁ ପ୍ରିୟ ଦର୍ଶକ ବନ୍ଧୁ, ଆମମାନଙ୍କ ଜୀବନ ଈଶ୍ୱରଙ୍କର ଦାନ ଅଟେ। ଯଦି ଆଜି ଆମେମାନେ ଜୀବିତ ଅଛୁ, ତାହାଙ୍କର ଅସୀମ ଦୟା କୃପାରୁ